ଏଠି ଜାଗାରେ ଆମର ଭେଣ୍ଡି ଲାଗିବ ଏସବୁ। ଏଠି ବିନ୍ସ ଲାଗିବ, ଏସବୁ ଭେଣ୍ଡି ଲଗା ହେଉଛି। ବର୍ତ୍ତମାନ ଆଜି ଆମର କ୍ୟାରରେ ଭେଣ୍ଡି ଲଗାଇବା ପାଇଁ ଜମି ପ୍ରସ୍ତୁତ ହେଉଛି। ଏଠାରେ ଗୋବର ଖତ ପଡ଼ିବ ଏବଂ ଗୋବର ଖତ ପଡ଼ିଲା ପରେ ମୁଦି ପୋତା ହେଇକି ପାଣି ମଡ଼ା ହେବ। ମୁଦି ବର୍ତ୍ତମାନ ତ ପ୍ରସ୍ତୁତ ହେଉଛି। ପ୍ରସ୍ତୁତ ହେଇସାରିଲା ପରେ ଏଠାରେ ଲଗାଯିବ ମୁଦି। ବର୍ତ୍ତମାନ ମୁଦିକୁ ବତରା ହେଇଛି। ବତରା ହେଇସାରିଲା ପରେ ସେଟା ବାହାର କରିକି 12 ଘଣ୍ଟା ପର୍ଯ୍ୟନ୍ତ ରଖିକି 12 ଘଣ୍ଟା ପରେ କରାହେଇକି ଜମି ପ୍ରସ୍ତୁତ ହେବା ଜାଗାରେ ଆମର ସାର ଖତ ପଡ଼ିଲା ପରେ ମଞ୍ଜି ପୋତା ହେବ। ତେଣୁ ସେଟା କାଲି ସକାଳେ ହିଁ ଲଗାଯିବ। ଦେଖନ୍ତୁ ଆମର ଜମି ପ୍ରସ୍ତୁତ ହେଇଗଲା। କିଆରି କରିକି ପାଣି ମାଡ଼ିବା ପାଇଁ ଧାଡ଼ି କରାହେଇଛି ଏବଂ ଧାଡ଼ି ଫୁଟେ ଅନ୍ତରରେ ଗଛ 6 ଇଞ୍ଚ ଧାଡ଼ି 1.5 ଫୁଟ ଫୁଟେ ଏମିତି ଅନ୍ତରରେ ଜମି ପ୍ରସ୍ତୁତ ହେଇଯାଇଛି। ଏଇଟା କାଲିକି ଲଗାଯିବ। ମିନିମମ୍ କାମରେ ମଧ୍ୟ ଲାଗିଛନ୍ତି ହୀରାମଣି ଆଉ ପଦ୍ମିନୀ। ଦେମଣି ଗଛ 6 ଇଞ୍ଚ ଫୁଟେ ଆଉ ଧାଡ଼ି 1.5 ଫୁଟ ଅନ୍ତରରେ ଲଗାଇବ ହେଲା। ଜୟ ଜଗନ୍ନାଥ। ସେଇଟା ବିନ୍ସ ମଞ୍ଜି ଗାତରେ ଖତ ପକା ହେଇଛି। ଏବେ ବିନ୍ସ ମଞ୍ଜି ପକା ହେଇଛି। ଭାଉଜ ଦୁଇଟା ମଞ୍ଜି ପକା ହେଉଛି ବିନ୍ସ ମଞ୍ଜି। ଭେଣ୍ଡି ମଞ୍ଜି ଆମେ ଲଗାଉଛୁ। ଦୁଇଟା ମଞ୍ଜି ପଡ଼ିବ ଗୋଟେ ଗାତରେ। ଖତ ପକା ହେଇଛି। ଭେଣ୍ଡି ମଞ୍ଜି ପକାଉଛି। ଦୁଇଟା ମଞ୍ଜି ପକାଇକିନା ମାଟି ଭରା ହେଉଛି। ଭେଣ୍ଡି ମଞ୍ଜି ପକା ହେଇଛି। ଦୁଇଟା ପକା ହେଇଛି ମଞ୍ଜି।